আজি বন্ধু आमे मकर राशि उपरे दुख सुख हेबा। मकर राशि मालिक हेले शनि। से भी आम शरीरर तल अंग माने मूल द्वार गुप्त अंग परिश्रा अंग यही दुई अंगर मालिक। तेणु शनि खराब थिला बेले आग पछ यही दुईटी अंगर समस्या हुए। जहाँ जातक शनि खराब खराब स्थान में थांती यथा अष्टम द्वादश थांती बा नवम थांती से स्थान मानकरे खूब प्रभाव पड़े। तेणु आमे से दुईटी अंगर जत्न नवा। रोग आमर आरंभ हुए पार्टी आमे जहाँ खाई दौचे जापारे बुझीपारे। आजिकल खाद्य तो विचित्र खाद्य ना। गोटे रोग विषय मुझे कहूँ प्रतिदिन भावुची ये रोग निवारण आम परिवेश जो गछलता अच्छी चिन्हवा आनिबा खाइबा। आंब गछर पत्र ताहा पाटीर जत्न भल भाव निये। ओठ कंठ जीभ तालु दांत या भितर जो जो रोग सब हुए तार मध्य प्रथम रोग हूँ पायरिया। ये पायरिया रोग हेले भारी दुर्गंध हुए। आख पाखरे लोके बसिया घृणा करती। पाटी खोलिले पायरिया रोगी जो दुर्गंध वायु निर्गत हुए ताहा अन्य मानक नाक को भारी पीड़ा दिए। तेणु भाई मन करी जा पाटी गंध होची से आंब पत्र प्रत्येक आंब पत्र दिन को 4 थर थरे के गोटाए बा दीटा पत्र भला चोबेबे। पत्र को आगे धोइबे देखिबे काले कौन समस्या थिबो पोक थिबो जोक थिबो चढ़ई हगी थिबो बा आ कौन थिबो धोई धाई के चोबेबे। चोबू चोबू यदि भूल ढोकी ही गला मन दुखर कौन कारण नहीं। से आंब रस भी हम पेट को शांति दब। पाटीर दुर्गंध दूर हम पायरिया जीवाणु को मारिदब। दांत मूल जो दुर्गंध रही जाऊँगी जो जीवाणु रही मूलोत्पाटन करदब। एमती एबे गोटे मास करंतु तापरे सप्ताह को थर लेखा चोबेले गला भल हो। 3 मास ट्रिटमेंट रहिले आउ पाई रोग हबनी। जा फलले यही जो पाटी गंधरू कंटा दर्द हुए झाड़ा सफा हुए नहीं आउ नईकरी काम कर भल जीर्ण हुए नहीं आउ पाखे लोक बसंतनी आले। मकर राशि उपर जो आलोचना करवा आगे आलोचना करवा मकर राशि आज कौन समस्या अच्छी। मकर राशि कुंभरे द्वितीय शनि अछंती तृतीय राहु अछंती पंचम वृषरे बृहस्पति षष्ठ मिथुन मंगल नवम भाग्य स्थान केतु दशम कर्मस्थान रवि और बुध एकादश शुक्र पिछारे शुक्र अच्छा। घात बार मकर राशि घात बार मंगलवार ता अक्टोबर 22 और 29 आसो। नवेम्बर 5 और 12 आसो। घात तिथि द्वादशी ता अक्टोबर 29 और नवेम्बर 13 आसो। घात नक्षत्र रोहिणी से अक्टोबर 21 पड़ो। घात चंद्र अष्टम चंद्र सिंह चंद्र ता अक्टोबर 27 28 आसो। यहाँ
এই ତାରିଖ ଗୁଡ଼ିକୁ ଆମେ ଆମ କ୍ୟାଲେଣ୍ଡରରେ ଚିହ୍ନିତ କରିବା ଆଉ ସତର୍କ ରହିବା। ସତର୍କ ରହିଲା ମାନେ ଈଶ୍ୱର ବୁଝିବେ ଇଏ କର୍ମତତ୍ପର, ଅଳସ ନୁହଁ। ଆଉ ଶୁଭ ରଙ୍ଗ ଲାଲ ନୀଳ, ଶୁଭ ବାର ଶୁକ୍ର ଶନି, ଶୁଭ ତାରିଖ 6, 8, 9। ଏବେ ଶୁଣିବା ଉତ୍ତରାଷାଢ଼ା 21, ଶ୍ରବଣା 22, ଧନିଷ୍ଠା 23। ଏହି ତିନି ନକ୍ଷତ୍ରଙ୍କୁ ଯଦି ମିଶାଇଦେବା ମାନେ ଏହି ତିନି ନକ୍ଷତ୍ରଙ୍କ ସମାହାରରେ ମକର ରାଶିର ସୃଷ୍ଟି। ମକର ରାଶିର ଅଧିପତି ଶନି, ସେ ଏବେ କୁମ୍ଭରେ ବା ଦ୍ୱିତୀୟ ଘରେ ଧନସ୍ଥାନରେ। ଦ୍ୱିତୀୟସ୍ଥ ଶନି ଶୋକ ସମ୍ବାଦ ଆଣିଥାନ୍ତି, କାନ୍ଦିବାକୁ ପଡ଼ିଥାଏ। ତେଣୁ ମକର ରାଶିଙ୍କର ଯେଉଁ ଦୁଃଖ ଆସୁଛି ତାର ମୂଳ କାରଣ ହେଲେ ଶନି, ରାଶ୍ୟାଧିପତି ଶନି। ଏଥିଲାଗି ଶନି 21 ଓ 22 ମାନେ ଉତ୍ତରାଷାଢ଼ା ଓ ଶ୍ରବଣା ପାଇଁ ଯମ ଯନ୍ତ୍ରଣା ଆଣି ଦେଉଛନ୍ତି। ଯମ ଯନ୍ତ୍ରଣା 21, 22 ପାଇଁ ଭାରି ପୀଡ଼ା ହବ ମାସରେ। ହଁ, ମାତ୍ର 23 ମାନେ ଧନିଷ୍ଠା ଉପରେ ତାଙ୍କର କୁଦୃଷ୍ଟି ନାହିଁ ବୋଲି ଧନିଷ୍ଠାକୁ ସୁଖ ମିଳିବ। ଏଥିପାଇଁ ଧନିଷ୍ଠାକୁ ଧୈର୍ଯ୍ୟ ଧରି ହସି ହସି ସମସ୍ତଙ୍କ ସହ ମଧୁର ବ୍ୟବହାର କରିବା ଉଚିତ। ବନ୍ଧୁ, ମନ୍ଦ ଗ୍ରହ ମଙ୍ଗଳ, ରବି, ଶନି, କେତୁ ଏମାନଙ୍କର ଦୃଷ୍ଟି ଯାହା ଉପରେ ପଡ଼େ ସେ ଘରର ସେ ବ୍ୟକ୍ତିର ଅମଙ୍ଗଳ ହୁଏ। ମୀନରେ ରାହୁ, ସେ ତୃତୀୟ ରାହୁ ଧନ ଦେଇ ଖୁସି କରେଇଥାନ୍ତି। ରାହୁ ତୃତୀୟରେ ରହିଲେ ଧନ ଦେଇଥାନ୍ତି। ଆମ ଜାତକରେ ଯଦି ତୃତୀୟ ରାହୁ ଅଛନ୍ତି ତାହେଲେ ଅବଶ୍ୟ ଆମେ ଧନ ଲାଭ କରିବା। ଦ୍ୱିତୀୟରେ ଶନି ଅଛନ୍ତି ତାହେଲେ ଆମର କ୍ଷତି ହେବ। ନିଶ୍ଚିତ ଭାବରେ ଅଭାବରେ ପଡ଼ିବା, ସୁଖର ମଦ ଆସିବ, ଶାନ୍ତି ନାହିଁ। ଏତେ ଧନ ଦେବେ ଯେ ରାହୁ, ଏତେ ଧନ ଦେବେ ଯେ ଗୋଚର କାଳରେ ତାଙ୍କ କୋପଦୃଷ୍ଟି ଏତେ ଧନ ଦେବେ ସେ ଧନକୁ ଆମେ ସଞ୍ଚୟ ନ କରିବା, ସେଇ ରାହୁଙ୍କ ପାଇଁ ଯେଉଁ କ୍ଷତି ହେବ ତାହା ବର୍ଣ୍ଣନା ହେଇପାରିବନି। ସେ ଧନ ଦେବେ ମାତ୍ର ତାଙ୍କର କୋପଦୃଷ୍ଟି ପଡ଼ିଛି ଏଇ ନକ୍ଷତ୍ରମାନଙ୍କ ଉପରେ। ଧନ ନିଅ, ଖର୍ଚ୍ଚ କର, କିନ୍ତୁ ସାବଧାନ, ବଦ ଖର୍ଚ୍ଚ କର ନା। ଗୋଚର କାଳରେ ତାଙ୍କ କୋପଦୃଷ୍ଟି ଏହି 3 ନକ୍ଷତ୍ର ଉପରେ ଥିଲା ଅଛି। ଏଣୁ ଦେହ ତଥା ମୁଣ୍ଡ ବିଗିଡ଼ିଯିବ। ଜେଲ, କୋର୍ଟ କଚେରୀ ପର୍ଯ୍ୟନ୍ତ କଥା ଯିବ। ବଦ୍ଧ ବନ୍ଧନ ଭୟ ଅଛି। ବିନା କାରଣରେ ଆମେ ଅନ୍ୟମାନଙ୍କ ସହ ମାତି ଝଗଡ଼ା କରି ନିଜ ପାଇଁ ଗାତ ଖୋଳିବା। 23 ନକ୍ଷତ୍ର ଧନିଷ୍ଠାର ବନ୍ଧନ ଭୟ ସହ ଧନହାନି ଅଛି। ରାହୁଙ୍କ ପାଇଁ ଦୁର୍ଯୋଗ ଆସିବ। ରାହୁଙ୍କ ପାଇଁ କେବଳ ଧନିଷ୍ଠା ଅଧିକ କଷ୍ଟ ଭୋଗିବ। ଆଉ ଶ୍ରବଣା ଆଉ ଉତ୍ତରାଷାଢ଼ା କଷ୍ଟ ଟିକେ କମ୍ ହେବ। ପଞ୍ଚମରେ ବୃହସ୍ପତି, ବୃଷରେ ପଞ୍ଚମସ୍ଥ ବୃହସ୍ପତି ଧନ ଦେଇଥାନ୍ତି। ମାତ୍ର ଗୋଚର କାଳରେ ମକର ପ୍ରତି ଶନିଙ୍କର ଘୃଣାଭାବ ଥିଲା। ଯେତେବେଳେ ବୃହସ୍ପତି କଳନ ହେଇଥିଲା ସେତେବେଳେ ତାଙ୍କୁ ଶନି ବ୍ରେକ୍ କରିଥିଲେ, ବାଧା ଦେଇଥିଲେ। ତେଣୁ ମୁଁ ଗ୍ରହରାଜ, ତୁ ମୋତେ ବାଧା ଦେଉଛୁ ବୋଲି ଶନିଙ୍କୁ ସେ ଘୃଣା କରିଥିଲେ। ତେଣୁ ଶନି ସଂକ୍ରାନ୍ତୀୟ ଯେଉଁ 3ଟି ନକ୍ଷତ୍ର ତାଙ୍କୁ ସେ ଘୃଣା କରିଥିଲେ। ପଞ୍ଚମସ୍ଥ ବୃହସ୍ପତି ଧନ ଦେବେ, କିନ୍ତୁ 23 ଧନିଷ୍ଠାକୁ ବହୁତ କଷ୍ଟ ଦେବେ।
से जम যন্ত্রণা ভোগি পারନ୍ତି মাত্র উত্তরাষাঢ়া ও শ্রবণা স্থানান্তরিত দুঃখ ভোগিবে। এই তিন নক্ষত্রଙ୍କୁ ନେଇ ଯେହେତୁ ମକର ରାଶି, ମକର ଅଧିପତି ଶନି, 23 ନକ୍ଷତ୍ର ଧନିଷ୍ଠ ଶନିକେ ସମର୍ଥନ କରିଥିଲା, ତାକୁ ଅଧିକ କଷ୍ଟ ଦେବେ। ବାକି 22 ଆଉ 21 ଏଇ ଦୁଇ ନକ୍ଷତ୍ର ଉତ୍ତରାଷାଢ଼ା ଆଉ ଶ୍ରବଣା ଟିକେ କମ୍ କଷ୍ଟ ଭୋଗିବେ, ସ୍ଥାନାନ୍ତରିତ ହେବେ। ଚାକିରି କରିଥିଲେ ବଦଳି ହେବ, ଭଲ ଜାଗା କଲେ ତ ଭଲ, ଭଲ ଜାଗା ହେବ, କଷ୍ଟ ହେବ। ପୈତୃକ ସମ୍ପତ୍ତିରୁ ଆମକୁ କିଛି ଦିନ ପାଇଁ, ଗୋଟିଏ ମାସ ପାଇଁ କୁଆଡ଼େ ଯିବାକୁ ପଡ଼ିବ, ଯିବା ବେଳେ ବି କଷ୍ଟ ହେବ। ଯାହାର ସ୍ଥାନାନ୍ତରିତ ହୁଏ ସେ କେତେ କଷ୍ଟ ଭୋଗେ କେବଳ ଅନୁଭବ କରିପାରିବ। ମଙ୍ଗଳ ଏବେ ଷଷ୍ଠରେ, ବହୁବିଧ ଲାଭ ହେବ। ଷଷ୍ଠସ୍ଥ ମଙ୍ଗଳ ବହୁତ ଧନ ଦିଅନ୍ତି, ସେ ଭୂମି ଗ୍ରହ, ଭୂମିପୁତ୍ର, ସେ ବହୁ ଧନ ଦେବେ। ଆଉ ସେ ପଇସାରେ ଆମର ଲୋଭ ବଢ଼ିଯିବ। ଆମେ ଯଦି ଋଣରେ ଅଛେ ସୁଝିଦେବା, ଯଦି ଧନ ଅଛି ଆମ ପାଖରେ ମୁଣ୍ଡକୁ ସାଙ୍ଗେ ସାଙ୍ଗେ ଚିନ୍ତା ଆସିବ, ଖଣ୍ଡେ କୋଉଠି ମିଳିଲେ କିଣନ୍ତିନି ଇତ୍ୟାଦି। ବହୁବିଧ ଲାଭ ଦେବେ, ସମସ୍ତ ଦୁଃଖ ଦୂର କରିବେ। ସେଇ ମଙ୍ଗଳ 20-10 କର୍କଟକୁ ଆସିବେ। ସପ୍ତମ ମଙ୍ଗଳ, ସପ୍ତମସ୍ଥ ମଙ୍ଗଳ ଦୁଶ୍ଚିନ୍ତା ଆଣିଥାନ୍ତି। ତେଣୁ ଯେତେବେଳେ ପାଖକୁ ଧନ ଆସୁଛି ଆମେ ତାକୁ ସଞ୍ଚୟ କରି ରଖିବା, ସଞ୍ଚୟ ନ କଲେ ପରେ ବହୁତ ପସ୍ତେଇବା। ଷଷ୍ଠସ୍ଥ ମଙ୍ଗଳ ଧନ ଦେବେ, ପଞ୍ଚମସ୍ଥ ବୃହସ୍ପତି ଧନ ଦେବେ, ତୃତୀୟସ୍ଥ ରାହୁ ଧନ ଦେବେ। ଆମେ ଏ ଧନକୁ ସାଇତି ରଖିବା, ଯଥା ସମ୍ଭବ ଅତି ଆବଶ୍ୟକ ହେଲେ ଖର୍ଚ୍ଚ କରିବା, କାରଣ ଆମ ପାଇଁ ତ ପୁଣି ଦୁଃଖ ଆସିବ ନା। ଆମେ ତ କେହି ଭଗବାନ ନୁହଁ, ଆମେ ମଣିଷ। ମଣିଷ ପାଇଁ ଦୁଃଖ ଟିକେ ଅଧିକ ଆସେ, ସୁଖ ଟିକେ କମ୍ ଆସେ। ସତରେ କିନ୍ତୁ ସୁଖ ଅଧିକା ଆସେ, ଦୁଃଖ କମ୍ ଆସେ। ସେ କିନ୍ତୁ ଦୁଃଖକୁ ବହୁତ ବଡ଼ ଭାବରେ ଭାବେ। ଯେ ଦୁଃଖକୁ ଭାବେ ସୁଖ, ସୁଖକୁ ଭାବେ ଦୁଃଖ, ତ କିଛି ବାଧେନି। ତେଣୁ ସପ୍ତମସ୍ଥ ମଙ୍ଗଳ ପାଇଁ ଚିନ୍ତା ବଢ଼ି ଯାଇଥାଏ, ସ୍ୱାସ୍ଥ୍ୟ ଭାଙ୍ଗି ଯାଇଥାଏ, ଆଉ ଦେହ କ୍ଷୀଣ ହେଇଥାଏ। ଅଷ୍ଟମରେ କେତୁ, ଆଗରୁ କହିଛି ଅଷ୍ଟମସ୍ଥ ଯେକୌଣସି ଗ୍ରହ ଆଦୌ ସୁଫଳ ଦିଅନ୍ତି ନାହିଁ। ଏଣୁ କେତୁଙ୍କ ପାଇଁ ଶାରୀରିକ ପୀଡ଼ା ବଢ଼ିଯିବ। ଏଇ ପୀଡ଼ା 21-22 ନକ୍ଷତ୍ର ଉତ୍ତରାଷାଢ଼ା ଓ ଶ୍ରବଣା ଭୋଗିବେ ଅତି ଅଧିକ। ଏପର୍ଯ୍ୟନ୍ତ 23 ନକ୍ଷତ୍ରକୁ ଅନ୍ୟମାନେ ଶନି, ରାହୁ, ବୃହସ୍ପତି ଦଣ୍ଡ ଦେଇ ଆସୁଥିଲେ। ଆଉ ବାକି ଦୁଇଟା ଉତ୍ତରାଷାଢ଼ା ଆଉ ଶ୍ରବଣାଙ୍କୁ ଟିକେ କମ୍ କଷ୍ଟ ଦେଉଥିଲେ। ହେଲେ କେତୁ ଏଇ ଦୁଇ ନକ୍ଷତ୍ରକୁ ଅଧିକ କଷ୍ଟ ଦେବେ, ଅଧିକ ପୀଡ଼ା ଦେବେ। 23କୁ ଟିକେ ଶାନ୍ତି ଦେବେ। 23 ନକ୍ଷତ୍ରକୁ ସେ ସମ୍ପଦ ଦାନ କରିବେ, ଏହି ଇଚ୍ଛା ପୋଷଣ କରିଛନ୍ତି। କେତୁଙ୍କର ଶୁଭ ଦୃଷ୍ଟି 23 ନକ୍ଷତ୍ର ଉପରେ ଘନିଷ୍ଠ ଭାବରେ ଅଛି। ଯଦି ସେ ହୃଦୟବାନ, ଏଇ ଯେଉଁମାନଙ୍କ ଘନିଷ୍ଠ ନକ୍ଷତ୍ର, ଘନିଷ୍ଠା ମକର, 23-10 ଘନିଷ୍ଠା ମକର, ସେଥିରେ ହୃଦୟବାନ ହେବେ। ଧନ ଆସିବ, ସମ୍ପଦ ଆସିବ, ଦୁଃଖୀର ଅହଙ୍କ ଆଖିରୁ ଲୁହ ପୋଛିବେ, ମୁହଁରେ ଟିକେ ହସିବେ, ଅନ୍ୟକୁ ସହଯୋଗ କରିବେ। ସବୁବେଳେ ଅନ୍ୟକୁ ଦବା ଏ ମନୋଭାବ ଅଛି ବୋଇଲେ ଆମେ ବହୁତ ପାଇବା। କର୍ଣ୍ଣ ସବୁଦିନ ଦଉଥିଲେ ବୋଲି ତାଙ୍କ ପୂର୍ବରୁ ଲେଖାଯାଏ ମହାଦାନୀ କର୍ଣ୍ଣ। କୃଷ୍ଣଙ୍କର ଅତି ପ୍ରିୟ ଅର୍ଜୁନ କେବେ କାହାକୁ କିଛି ଦେଇନାହାନ୍ତି ବୋଲି ତାଙ୍କୁ କେହି ସ୍ମରଣ କରନ୍ତିନି। ଆମେ ଯଦି ଭୋରୁ ଉଠି ଶଯ୍ୟାରେ ଏଇ ଦାତାଙ୍କ ନାଁ ମନେ ରଖିବା, କର୍ଣ୍ଣ ଦାତା, ବଳିର ଦାତା, ଦାତା ଜିମୁତ ବାହନ, ହରିଶ୍ଚନ୍ଦ୍ର ମହାଦାତା, ମୋକ୍ଷ ଦାତା ଧନାର୍ଦ୍ଦନ। କର୍ଣ୍ଣ ଦାତା, ବଳିର ଦାତା, ଦାତା ଜିମୁତ ବାହନ, ହରିଶ୍ଚନ୍ଦ୍ର ମହାଦାତା, ମୋକ୍ଷ ଦାତା ଧନାର୍ଦ୍ଦନ। ଏହି ଦାତାଙ୍କର ନାମ ସ୍ମରଣ କରି ଦେଖନ୍ତୁ ଦିନଟି କେତେ ଶୁଭରେ ଯାଉଛି, କେମିତି ବଢ଼ିଆ ଭୋଜନ ମିଳୁଛି, କେତେ ଭଲ ଲୋକଙ୍କ ସଂସ୍ପର୍ଶ ଆପଣ ଆସୁଛନ୍ତି। ଆପଣ ଦିଅନ୍ତୁ ନା। ରବି ଏବେ ନବମରେ
ତୁଳାରେ ନବମସ୍ତ ରବି ମୁଣ୍ଡକୁ ଦୁଶ୍ଚିନ୍ତା ଆଣିଥାନ୍ତି। କି ଦୁଶ୍ଚିନ୍ତା କ'ଣ ନା କିଏ କେଉଁଠି କ'ଣ ଭୁଲ କଲା, ତା ଝିଅ ଏମିତି, ତା ସ୍ତ୍ରୀ ଏମିତି, ତା ଭଉଣୀ ଏମିତି, ଆଉ ତା ଭାଇ ଛି 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 ମଦୁଆଟା, ତା ପରିବାର ଚୋର ପରା, ଏମିତି ବୃଥା ଚିନ୍ତା ଯେଉଁଥିରେ ଲାଭ କିଛି ନାହିଁ। ପରଚର୍ଚ୍ଚା କରି ସମୟ ଯିବ। ନବମ ରବିଙ୍କ ପାଇଁ ଗୋଟିଏ ମାସ ରବି ରହିବେ ତୁଳାରେ। ତେଣୁ ଏଇ ଦୁଶ୍ଚିନ୍ତା ମୁଣ୍ଡକୁ ଆସିବ। ଭାଇ, ଯଦି ମୁଣ୍ଡକୁ ଦୁଶ୍ଚିନ୍ତା ଆସେ ତାହେଲେ ତୁରନ୍ତ ଗୋଟିଏ ଆଙ୍ଗୁଠି କାମୁଡ଼ି ଦେବା, ଦେହରେ କୌଣସି ଯାକ ଚୁମୁଡ଼ି ଦେବା ଜୋରରେ, ଯେମିତି ମନ ସେଇଠିକି ପଳେଇଯିବ। ହେଲା, ଜମା କାହା କଥା ଶୁଣିବାନି, କାହା ସାଙ୍ଗରେ ଆଲୋଚନା କରିବାନି। ଏଇ ବିଷୟରେ ପରଚର୍ଚ୍ଚା ଯିଏ କରେ ପାପ ବଢ଼ିଯାଏ। ଯେତେ ପୁଣ୍ୟ କରିଥିଲେ, ମାଠିଆରେ 3ଟା ଛୋଟ ଛୋଟ ଫଳ ଅଛି, କିନ୍ତୁ ମୋଟା ପାଣି ପଡ଼ୁଛି, ମାଠିଆ ଭର୍ତ୍ତି ରହିବନି କେବେ ହେଲେ। ଆପଣ ଯେତେ ପୁଣ୍ୟ କରିଥାନ୍ତୁ, ଯଦି ପରଚର୍ଚ୍ଚା କରିବେ ତାହେଲେ କ୍ରମଶଃ ସବୁ ସୁଖ ପଳେଇଯିବ। ଖାଲି କାନ୍ଦି କାନ୍ଦି ଦିନ ଯିବ। ଧନ ଥିଲେ କ'ଣ ଚାଟିବେ ତାକୁ? ପରଛିଦ୍ର ଖୋଜି ମାନସିକ ଅଶାନ୍ତି ସୃଷ୍ଟି କରିଥାନ୍ତି। ଏଣୁ ନବମସ୍ତ ରବି ଅଶୁଭ ଅଟେ। ନବମରେ ତୁଳାରେ ବୁଧ, ନବମସ୍ତ ବୁଧ ରୋଗର ବାହକ। ନବମସ୍ତ ବୁଧ ବି ଶୁଭ ଫଳ ଦିଅନ୍ତି ନାହିଁ। ତାଙ୍କ ଯୋଗୁଁ, ବୁଧଙ୍କ ଯୋଗୁଁ ବହୁ ରୋଗ ହେବ। ମାନସିକ ଶାରୀରିକ ଅଶାନ୍ତି ବଢ଼ିଯିବ। ରୋଗ ନା, ଚିନ୍ତା ଖାଏ ଗଣ୍ଡି। ରୋଗ ପାଇଁ ଚିନ୍ତା ବଢ଼ିଯିବ, ତେଣୁ ସ୍ୱାସ୍ଥ୍ୟହାନି ହେବ। 28-10ରେ ବୁଧ ବିଛାକୁ ଯିବେ, ଦଶମସ୍ତ ହେବେ। ଦଶମସ୍ତ ବୁଧ ସୁଖ ଦେଇଥାନ୍ତି। ସୁଖର ମୂଳ କିଏ? ଧନ। ସୁଖ ଆଉ ଶାନ୍ତି ଦେଇଥାନ୍ତି। ଶୁକ୍ର ଏକାଦଶରେ ବିଛାରେ, ଏକାଦଶ ଶୁକ୍ର ଦୁଃଖ ଦେଇଥାନ୍ତି। ସବୁ ଗ୍ରହ ଏକାଦଶ ହେଲେ ସୁଖ ଦିଅନ୍ତି, କିନ୍ତୁ ଶୁକ୍ର ଏକାଦଶ ହେଲେ ଦୁଃଖ ଦେଇଥାନ୍ତି। ସେ 6-11ରେ ଧନକୁ ଯିବେ, ଦ୍ୱାଦଶ ହେବେ। ଦ୍ୱାଦଶସ୍ଥ ଶୁକ୍ର ନାନାବିଧ ସୁଖ ଦେଇଥାନ୍ତି। ନାନାବିଧ ସୁଖ। ଅପୁତ୍ରକୁ ପୁତ୍ର ଲାଭ ହୁଏ, ଭଙ୍ଗା ଘର ସଜାଡ଼ାଯାଏ, ଉଜଳା ସଂସାର ସଜାଡ଼ି ହେଇଯାଏ, ଭାଇ ମଧ୍ୟରେ ମିତ୍ରତା ଆସେ, ଆଉ ଦୂରେଇ ଯାଇଥିବା ବନ୍ଧୁମାନେ ପାଖେଇ ଆସନ୍ତି। ଶୁକ୍ର ଦ୍ୱାଦଶ ହେଲେ ଏଇଭଳି ସୁଖ ମିଳେ। ଶୁକ୍ର ସୁଖର କାରଣ ହୁଅନ୍ତି। ଆମେ ଏଇ ଆଲୋଚନାରୁ ଏଇ ସିଦ୍ଧାନ୍ତରେ ଉପନୀତ ହେଲେ ଯେ ତୃତୀୟସ୍ଥ ରାହୁ, ପଞ୍ଚମସ୍ଥ ଗୁରୁ, ଷଷ୍ଠସ୍ଥ ମଙ୍ଗଳ, ଦଶମସ୍ଥ ବୁଧ ଓ ଦ୍ୱାଦଶସ୍ଥ ଶୁକ୍ର ଧନ ମାନ ସୁଖ ଶାନ୍ତି ଦେବେ। ତେଣୁ ଏଇ ଧନ ମାନ ସୁଖ ଶାନ୍ତିକି ଆପଣ ଯଦି ଅନ୍ୟମାନଙ୍କ ସହ ବାଣ୍ଟିବେ ତାହେଲେ ଆପଣଙ୍କର ବଢ଼ିବ। ଯଦି ସ୍ୱାର୍ଥପର ହେଇଯିବେ କମିବ। ସୁଖ ସମୟରେ ଅନ୍ୟକୁ ଆପଣ ସୁଖ ଦିଅନ୍ତୁ। ଧନ ଆସିଲେ ଧନକୁ ବିତରଣ କରନ୍ତୁ। ଶାନ୍ତିମୟ ଜୀବନ ଉପଭୋଗ କରିବା ପାଇଁ ଅନ୍ୟକୁ ଶାନ୍ତି ଦିଅନ୍ତୁ। ଅନ୍ୟକୁ ଅଶାନ୍ତ କଲେ, ଅନ୍ୟକୁ ଦୁଃଖ ଦେଲେ ଆପଣଙ୍କୁ ସୁଖ ଆସିବ କେଉଁଠୁ? ଦ୍ୱିତୀୟସ୍ଥ ଶନି, ସପ୍ତମସ୍ଥ ମଙ୍ଗଳ, ଅଷ୍ଟମସ୍ଥ କେତୁ, ନବମସ୍ଥ ରବି, ଏକାଦଶସ୍ଥ ଶୁକ୍ର ଦୁଃଖ, ରୋଗ ଓ ଯନ୍ତ୍ରଣା ଦେଇଥାନ୍ତି। କିଛି ସୁଖ, କିଛି ଦୁଃଖ ଆମେ ଆଲୋଚନା କଲେ। ସାରାଂଶ କ'ଣ ହେଲା? ରାସ୍ୟାଧିପତି ଶନି ଓ ମାସାଧିପତି ରବି ଯେଣୁ ଅଶୁଭ, ତେଣୁ ନାନାବିଧ ରୋଗ, ଦୁଶ୍ଚିନ୍ତା, ଅପମାନ ଆଦି ଦୁଃଖ ଆସି ବିବ୍ରତ କରିବ। ମାସାଧିପତି କିଏ ହେଲେ? ରବି। ରାସ୍ୟାଧିପତି କିଏ ହେଲେ? ଶନି। ଏ ଦୁହେଁ ଅଶୁଭ। ରୋଗ, ଶୋକ, ଦୁଃଖ, ଦୁଶ୍ଚିନ୍ତା, ଶତ୍ରୁ ଏମାନେ ବଢ଼ିଯିବେ। ହେଲା। ମାତ୍ର ରାହୁ ଓ ବୃହସ୍ପତି ଏଇ ସମସ୍ତ ସମସ୍ୟାର ସମାଧାନ କରି ଶାନ୍ତି ଦେବେ। ଅଶୁଭ ଗ୍ରହ ଶ୍ରେଷ୍ଠ ରାହୁ, ଶୁଭ ଗ୍ରହର ଶ୍ରେଷ୍ଠ ହେଲେ ବୃହସ୍ପତି। ଏ ଦୁହେଁ ଏ ସବୁ ସମସ୍ୟାକୁ ନିଜ ଛାତିରେ ସମ୍ଭାଳି ନେବେ, ଆମକୁ ସୁଖ ଦେବେ, ଶାନ୍ତି ଦେବେ। କେତୁଙ୍କ ହେତୁ ବେଶୀ ଦେହ ଖରାପ ହେବ। ତୃତୀୟ ରାହୁ, ପଞ୍ଚମସ୍ଥ ଗୁରୁ, ଷଷ୍ଠସ୍ଥ ମଙ୍ଗଳ, ଦ୍ୱାଦଶସ୍ଥ ଶୁକ୍ର
विभिन्न सूत्ररू आम हाथ को धन जोगाई देवे। हाथ को धन आसिले आमे सबु समस्या समाधान करवा। अभाव मनोमालिन्य दूर हो पारिवारिक समस्यार समाधान हेबो। बृहस्पति और बुद्धंक पाई किछि व्यक्ति विश्वासघातक हेबे। मु बारंबार कही एबे कहूँ पुणी काली कहिबे बंची थाए जे काहाकू विश्वास करंतुनी। काहाकू भी यदि रक्तगत संपर्क अच्छी ताहले विश्वास करंतु। जी बाहर लोक जहाँ संगे आम रक्त संपर्क नहीं आदौ विश्वास करंतु। यदि विश्वास करुछंती ताहले देह लगा हंतु नहीं, मन कथा कहंतुनी। यदि पारिया पचारि बुझंतु, उचित नुह। आउ देह लगा है मन कथा कहीदेले गला। मु कौन करी मना करी तो कौन करी बुझेबी तो। छात्र मान बहुत छात्र बुझेजी केते मणि सम गढ़ी पिठा गढ़िला परी जनकर पाई सढ़ीची लाजा पमाने मरी सबु श्रम मोर निष्फल जदि अमणिष हेला जणे पोड़ा पिठा पाई हारे छीछा पिठा पणे। पणे बोले 80टा बड़ हांडी रे बो मंडा पिठा सजेकी रखी ताकू ताप दे सिझेला किंतु पानी सुखी और गोटाए पिठा पड़ीगला से धुआलिया गंधरे 80टा जाक पिठा धुआलिया होगला। केते मनीष माँ पिठा गढ़ला भली मु मो जीवन में असंख्य छात्र गढ़ी। गोटे गोटे छात्र चरित्र मु संशोधन कर पारिनी। और से दुष्ट छात्र एवं भी अनुशोचना करे मोर सबु श्रम वृथा होगला। सेमती बंधु यदि आमे गोटे शत्रु सृष्टि करिवा ताहले से अनेक शस्त्र सृष्टि करी आमर क्षति करिवो। आमे गोटे बंधु सृष्टि कले भल बंधु सृष्टि कले ता माध्यम रे आमर अनेक बंधु सृष्टि हेबे। बृहस्पति और बुधंक पाई किछि व्यक्ति विश्वासघातक हेबे। एणु काहाकू भी विश्वास करंतुनी। वृत्तिगत धंदारे व्यवसाय बाधा विघ्न आसिब। दशमस्थ बुद्ध षष्ठस्थ मंगलंक पाई सामाजिक सहयोग पाई खुशी हेबे। एते असुविधा रे रहिबी मानसिक शांति पाइबे। द्वितीयाधिप शनि कुंभरे एणु कुटुंब माने घरणी गृहिणी गृहमुच्यते न गृहम गृहमित्याउ। ये घर घर नुहे घरणी ही घर। कुटुंब बोले घरणी ता ठारू परिवार बढ़ी थाए। तेणु से यदि प्रसन्ना ताहले आपण सुखर रहिबे। निज पत्नी दायित्व नियंतु। गृहिणी गृहमुच्यते न गृहम गृहमित्याहु। ये घर चारिकांथर घर कहुए आश्रय स्थल घर नु आश्रय स्थल। खरा वर्षा ताप काकर रक्षा दिए से घर है घरणी। बहु दरिद्र लोक अछंती कुड़िया रोचंती किंतु स्वामी श्रींकर संपर्क एते मधुमय जे जनक गोड़े कंटा पशिले आउ जनक गोड़ को पीड़ा हुए। हाँ बंधु पत्नी दायित्व नियंतु शांति पाइबे। एते असुविधा रे भी मानसिक शांति पाइबे। द्वितीयाधिप शनि कुंभरे एणु कुटुंब माने घरणी घरणी सुखर रहिबे। 19-10 जाए विद्यार्थी मानकर समस्त चेष्टा सफल हब। बंधु आज आमे मकर राशि उपर एक दीर्घ आलोचना कले। आशा करे आपण माने ताकू सुनी अभ्यास करे मन रखी काम लगे। आज एतिकी रही कुलमणि पंडा। मोर फोन नंबर 8093355553 रही।